ହୀରାକୁଦରେ ହିଣ୍ଡଲକୋ ଏଫଆରପି ପ୍ଲାଣ୍ଟ ଭିତରେ ଶ୍ରମିକ ମୃତ୍ୟୁ। ହୀରାକୁଦ ସହରରେ ପ୍ରତ୍ୟେକ ସମୟରେ ସୁରକ୍ଷା କଡ଼ା ଅଭାବ ଯୋଗୁଁ ଶିଳ୍ପରେ ଛୋଟ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥାଏ। ସେହିପରି ଆଜି ସକାଳ ସମୟରେ ହୀରାକୁଦ ସହରର ପ୍ରବେଶ ଦ୍ୱାରରେ ଅବସ୍ଥିତ ଏଫଆରପି ପ୍ଲାଣ୍ଟ ଭିତରେ ଶ୍ରମିକର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା। ସୂଚନା ଅନୁସାରେ ଗତକାଲି ଦ୍ୱିପ୍ରହର ସମୟରେ ଶ୍ରମିକ ହାବେଲ କଲେତ ବୟସ 36 ବର୍ଷ ଲୁଇ ସିଙ୍ଗାର ଖ୍ରୀଷ୍ଟିଆନପଡ଼ାରେ ରହୁଥିଲେ। ସବୁଦିନ ପରି ସେ କାମ ସାରିବା ପାଇଁ ପ୍ଲାଣ୍ଟ ଭିତରେ ପ୍ରବେଶ କରିଥିଲେ। ଆଜି ସକାଳ ସମୟରେ ଘରକୁ ନ ଫେରିବା ପରେ ପରିବାର ଲୋକ ଭାବିଥିଲେ ଯେ ସେ କାଳେ ଓଭରଟାଇମ୍ରେ ରହିଥିବେ। ପରେ ସେ ଜାଣିବାକୁ ପାଇଲେ ଏଫଆରପି ଭିତରେ ଏକ ଦୁର୍ଘଟଣାରେ ଏକ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପରିବାରର ସନ୍ଦେହ ହେଲା ବେଳକୁ ଏକ ଆମ୍ବୁଲାନ୍ସରେ ଏକ ଶବ ହିନ୍ଦଲକୋର ଚିକିତ୍ସା ସ୍ଥଳରୁ ବାହାରି ବୁର୍ଲାକୁ ନିଆଯାଉଛି। ପରିବାର ଲୋକ ସନ୍ଦେହରେ ଉକ୍ତ ଆମ୍ବୁଲାନ୍ସକୁ ରୋକିଲା ବେଳକୁ ଜାଣିବାକୁ ପାଇଲେ ଯେ ମୃତ୍ୟୁ ଶ୍ରମିକ ଜଣକ ହେବେଲ କଲେତ ବୋଲି। ପରିବାର ଲୋକ କମ୍ପାନୀ ଆମ୍ବୁଲାନ୍ସକୁ ଏଫଆରପି ପ୍ଲାଣ୍ଟ ସମ୍ମୁଖରେ ଅଟକାଇ ରଖିଥିଲେ ଏବଂ ଭରଣ ପୋଷଣ ପାଇଁ ଦାବି କରିଥିଲେ। ଦୀର୍ଘ 5 ଘଣ୍ଟା ପରେ ପରିବାର ସଦସ୍ୟଙ୍କୁ ନେଇ ତ୍ରିପକ୍ଷ ଆଲୋଚନାରେ ସହମତି ପରେ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ ଶବ ଛାଡ଼ିଥିଲେ। ପ୍ଲାଣ୍ଟ ଭିତରେ ମୃତ୍ୟୁକୁ ନେଇ ହୀରାକୁଦ ଥାନାରେ ଏଫଆରପି ପ୍ଲାଣ୍ଟ ତରଫରୁ ଏକ ୟୁଡି କେସ୍ ହୀରାକୁଦ ଥାନାରେ ହୋଇଛି।